हेलो हाय फ्रेंड्स मुझे आपण मानक वेलकम करछि माय यूट्यूब चैनल मान वर्ल्ड। तो मॉर्निंग रूटीन मु खाई देथिली तापर से तांकर ड्यूटी पड़े तांको पई चाह कर देथिली। तो बेड को सजाड़ी घर द्वार ओले पूरा चकाचक कर देथिली कहीं ना सकाळु करबाटा दरकार। तो एटा होची चकुली पई आण बाटी देथिली। तो एठी सब सजड़ी सुजड़ी थोई देथिली कहीं ना सब वासना वासना पुणी पड़ी जाइथिला। तो फिर एठी ये सब सजड़ा सजड़ी खाली सज जिनसटा सजाई नथिली। तो मु गाधेई पटी पळेई आसिथिली ठाकुर पूजा करदेकी। तो देखि पारुथिबे मो ठाकुर पूरा फुलरे आजी पूरा सुंदर लागुचंती। ताପରେ कौन कहबी बहुत सारा पकेई देथिली सफा करियाको किंतु वर्षा न कहले भल। देखि पारुथिबे केते सारा सफा करियाको पड़िछि। आ वर्षार तो आसिकी माने घर दुआर मो मारलानी मु कौन करिवि जानि पारुनी। तो एठी भात बसई देथिली तो तार फुटुछि सब बटे काम करदोछि जाय सुके दी आसे भात गालिबि आसी कथा देखते मु पकड़ी सफा करी के बड़सा पड़ी एपट सेपट जगह बर्षा को कौन करी तोड़ी आने पड़ो जोर पकईलानी बेला खराब किसी भी वीडियो बने पारे माने वर्षा एमती उठाऊे ताको से लुगापटा को लेकिन बाहर सुखा फिर रूम को आने बाहर सुखा फिर रूम को आने कर भाई खाली बेडसीटा सुखीगला कि भी सुखेनी केमी सुखे भी भावुँ वर्षा एमती कर 3 दिन अटकी गला मतलब मुह सारा सब व्रण उठीगला। तो ये घर द्वार ओल कि आपको सजाड़ी आपण भाईना आज आसवे किसी वीडियो बन पारनी इच्छा होने काली भी किसी पोस्ट है आपण मैंने चलो अनिया छाड़े जाकि फिर वर्षा पकेब फिर जहाँ सुखी से भी उदा हो पवन रूप एपद आप भाईना ओदा आसवे जदि बस देखला वर्षा जोर है ओदा आसवे कि ठिया किए जोर है बॉयली एते जोरे छिटका मारिला बस फुट पड़े केड़े जोर होउची सामने से सब रेट भाले सुखीनी कितने पूरा ढेर सारा सफा कर देती सुखीनी जो रेट वर्षा होती ना मुंड खराब आसना कौन ठिया बाहर मतलब तो भल कथा ठिया कौटी फिर ओदा टे कमरा में पड़े ओदा पानी को रेट तापर नहीं आती टंकिकिया बरा जोटा कि मते बहुत भल लगे। तो वर्षा पाग को बरा आलुचप तरकारी तो वाओ कौन कहे ना जवाब। एटी मते सोईकी बरात करछन मते मोडी दिलु साडे ऑर्डर करछन खाइबा केते भेराइट खाइबा एटे मते ऑर्डर करछन मोडी दे मु तांको कोन कहली बोली कोई वीडियो करछु बोले हां ना वीडियो पकेल देखिया काटी देबी कोइ दुछि।
ବାବୁଙ୍କର ଥିଲା ମଟର ତରକାରୀ ଆଉ ଜହ୍ନି ଆଳୁ ତରକାରୀ ଟାଇପ୍ର। ତ ତାପରେ ପିଠା। ତ ମାନେ ମୋ ଦେହ କଣ ହେଇଯାଉଛି, ତାଙ୍କର କିନ୍ତୁ ବର୍ଷା ପାଗକୁ ସବୁ କିଛି ଦରକାର। ତ ମୁଁ ସବୁ ବନେଇ ତ ଅଲରେଡ଼ି ଏଠି ମୋର ମଟର ସିଝି ଯାଇଥିଲା, ତ ମୁଁ ତାକୁ ଗୋଟେ ତାଟିଆ ଆଉ କାଢ଼ି ଦେଇକି ଧୋଇ ଦେଇଥିଲି, କାହିଁକିନା ଏତେ ସମୟ ଧୋଇଲା ବେଳକୁ ଠିଆ ହେଲା ବେଳକୁ ଦେହ କଣ ହେଇଯାଉଛି। ତ ସେଥିପାଇଁକା ମୁଁ ସବୁ କିଛି କାଢ଼ି ଦେଇକି ଧୋଇ ଦିଏ, ମାନେ ଯାହା କାମ ସରିଲା ସବୁ ଧୋଇ ଦିଏ। ତ ଏଠି ଜହ୍ନି ଆଳୁକୁ କରୁଥିଲି, ଆଉ ବୋଧେ ତା ଦେହରେ ସବୁଜ କଲର୍ ଆଳୁ ରହିଯାଇଥିଲା, ସେଥିପାଇଁକା ସିଝିବାକୁ ଲେଟ୍ ହେଲା। ଆଉ ସିଏ ବି ହେଇଗଲା, ମୁଁ ତାକୁ କରିସାରିଲା ପରେ ତାପରେ ତରକାରୀ ପାଇଁ ପ୍ରିପାରେସନ୍ ଷ୍ଟାର୍ଟ କରିଦେଇଥିଲି। ଆଉ ଦେଖିପାରୁଥିବେ ତ ଆମ ଝିଅମାନଙ୍କ ଜୀବନଟା ହିଁ ଏମିତି। ଆଉ ସବୁ ଭଲରେ ଭଲରେ ରୋଷେଇ କରିକି ସେମାନଙ୍କୁ ଖାଇବା ପାଇଁ ଦରକାର। ତ ମୁଁ ବହୁତ ସମୟ ଠିଆ ହେଲେ ମୋ ପେଟ ବି କଣ ହେଇଯାଉଛି। ତ ତଥାପି ମୁଁ ସବୁ କରିଥିଲି। ଆଉ ବର୍ଷା ଯେହେତୁ ହଉଥିଲା, ଆପଣଙ୍କ ଭାଇନା ଗାଁ ଯୋଉ ମୁଁ ଓଦା ହେଇକି ପଳେଇ ଆସିଥିଲି, ଯେତେବେଳେ ଓଦା ହେଇକି ପଳେଇ ଆସିଥିଲି ତ ତାଙ୍କୁ ମୁଣ୍ଡ ବିନ୍ଧା ହଉଥିଲା। ସିଏ ତାଙ୍କର କଣ କରିଛନ୍ତି ନା ରେଷ୍ଟ କରିଛନ୍ତି। ମୁଁ ସେ କ୍ୟାମେରା ବୁଲେଇବାକୁ ମନ ନାହିଁ। ତ ତ ସବୁ କାମ ମୁଁ କରିଥିଲି। ଆଉ ସବୁ କିଛି ଭଲ ହେଇଥିଲା। ଓକେ। ଆଉ ମୁଁ ତ ବେଶୀ କିଛି ମସଲା ଜିନିଷ ଖାଇପାରୁନି, ମତେ ଭଲ ଲାଗୁନି, କିଛି ବି ଭଲ ଲାଗୁନି। ଆଉ ଖାଇବା ପାଇଁ ଇଚ୍ଛା ବି ହଉନି। ମାନେ ସମସ୍ତେ କହୁଛନ୍ତି ତୋର 6-7 ମାସ ହେଲାଣି ତୋ ଖାଇବା ପାଇଁ କଣ ଇଚ୍ଛା ହଉନି ଯେ? ସତ କଥା କହିବାକୁ ଗଲେ ମତେ କିଛି ବି ଖାଇବା ପାଇଁ ଇଚ୍ଛା ହଉନି, ଭଲ ବି ଲାଗୁନି। ଖାଲି ଭୋକ କରୁଛି ବୋଲି ଖାଇବା କଥା, ନହେଲେ ଖାଇବା ପାଇଁ ଟୋଟାଲି ଇଚ୍ଛା ହଉନି। ତ ଆମର ଗ୍ୟାସ୍ ସରିଯାଇଥିଲା। ତ ସବୁବେଳେ ଗ୍ୟାସ୍ ଯେତେବେଳେ ସରିବ, ଆପଣମାନେ ବିଶ୍ୱାସ କରିବେନି, ସବୁ ରାତିରେ ହିଁ ସରିବ, ମାନେ ଲେଟ୍ ନାଇଟ୍ରେ। କାହିଁକିନା ମୁଁ ଲେଟ୍ ନାଇଟ୍ରେ ହିଁ ରୋଷେଇ କରେ। ତ ସେ ଆସିଲା ବେଳକୁ ତାଙ୍କ ପାଇଁ ଠିକ୍ ଠାକ୍ ଗରମ ହେଇଥାଏ। ତ ସେଥିପାଇଁକା ଲେଟ୍ ନାଇଟ୍ରେ ରୋଷେଇ କରେ, ସବୁବେଳେ ହିଁ ସରିବ। ତ ଆମର ପଳେଇ ଆସିଥିଲା ତ ଇଏର ଥିଲା, ତାକୁ ବାହାର କରି ରୋଷେଇ କରିଥିଲି। ତ ଇଣ୍ଡକ୍ସନର ତ ଏଠି ମାନେ ସବୁ କିଛି ଆଡ଼କୁ ନଜର ପକେଇବାକୁ ପଡ଼ିବ। ଆଉ ଆପଣମାନେ ଦେଖିପାରୁନଥିଲେ ମୁଁ ଜାଣିଛି, କାହିଁକିନା ଦେଖାଯାଉନି ତରକାରୀଟା କେମିତି ହେଲା, କଣ ହେଲା। ତ ମୁଁ ବି ଭିଡ଼ିଓ କ୍ଲିପ୍ ଆଣିବାକୁ ମୋର ବି ଇଏ ନାହିଁ। ତ ତ ଚାଲନ୍ତୁ ଆଉ କଣ ନେକ୍ସଟ ଭିଡ଼ିଓରେ ତ ଆପଣମାନଙ୍କୁ ଭିଡ଼ିଓ କିଛି ଆସିନଥିଲା, ଆପଣମାନେ ୱେଟ୍ କରି ବସିଥିବେ ନିହାତି। ହଁ, ଦେହଟା ତ ସବୁବେଳେ ଖରାପ ରହୁଛି, କେତେବେଳେ କଣ ରହୁଛି ଠିକ୍ ଠିକଣା ନାହିଁ। କେତେବେଳେ ବାନ୍ତି ହଉଛି ତ କେତେବେଳେ ମୁଣ୍ଡ ବିନ୍ଧୁଛି, କେତେବେଳେ ଦେହ ହାତ ବିନ୍ଧା ଯାଉଛି। ତ କିଛି ଭିଡ଼ିଓ ବନେଇବା ପାଇଁ ଇଚ୍ଛା ହଉନି। ତ ଆପଣଙ୍କ ଭାଇନା ଶୋଇକି ପୁରା ମୋବାଇଲ ଦେଖୁଥିଲେ, ଆଉ ମୋବାଇଲ ଭିତରେ ପଶିଯିବେ ମାନେ ସେ ଆଉ କାହାକୁ ବି ଅନେଇବେନି। ମୁଁ ସେତେବେଳେ ଡାକୁଥିଲି କଣ ପାଇଁ ପାଣି ସରିଯାଇଥିଲା, ତ ମୁଁ ତାଙ୍କୁ ଡାକୁଛି ପାଣି ଯାଅ ଟିକେ ମାରିଦିଇ ଆସିବ, ସେ ଟୋଟାଲି ହିଁ ଶୁଣୁନାହାନ୍ତି। ମୋବାଇଲ ଭିତରେ ପଶି ଯାଇଛନ୍ତି, ତ ଶୁଣିବେ କେମିତି। ଆଉ ତ ଏମିତି କିଛି, ଲୁଣ ମୁଁ ଅଧିକା ପକାଏନି ବା, କମ୍ ପକାଏ। ଅଲଣା ହିଁ ହେଇଥାଏ ସବୁବେଳେ। ତ ଏମିତି କିଛି ଥିଲା। ତ ଚାଲନ୍ତୁ ତ ନେକ୍ସଟ ଭିଡ଼ିଓ କଣ ଆଣିବା, ତ ଆପଣମାନେ ପ୍ଲିଜ୍ କମେଣ୍ଟ ବକ୍ସରେ କମେଣ୍ଟ ଦେବେ। କାହିଁକିନା କଣ ଭିଡ଼ିଓ ଆଣିବି ତ ମୁଁ ନିଜେ ବି ଆଣିପାରୁନି, କାହିଁକିନା ଏକାଠିଆ ରୁମ୍ରେ ଫାଷ୍ଟ କଥା ହେଲା, ସେକେଣ୍ଡ କଥା ହେଲା କୁଆଡ଼େ ତ ଯିବାର ନାହିଁ, ଥାର୍ଡ଼ କଥା ହେଲା ଡେଲି ବ୍ଲଗ୍ ବି ଏକାଠିଆ ଭିଡ଼ିଓ କଣ ଆଣିବି କିଛି ଜାଣିପାରୁନି। ତ ଯାହା କ୍ୱେଶ୍ଚିନ୍ ଆନ୍ସର୍ ଭିଡ଼ିଓ ଆସୁଛି, ତ ଆପଣମାନେ ପଚାରୁଛନ୍ତି ସେଇ କ୍ୱେଶ୍ଚିନ୍ ଆନ୍ସର୍ ଭିଡ଼ିଓ ଆସୁଛି, ବାସ୍ ସେମିତି। ଆଉ କେତେବେଳେ ମେଡ଼ିକାଲ ଗଲୁ କଣ କଲୁ ସବୁ ସେ ଭିଡ଼ିଓ ଆସୁଛି। ତାପରେ ମୁଁ ପିଠା କରିଦେଇଥିଲି, ତରକାରୀ ସରିଯାଇଥିଲା, ମୁଁ ପିଠା ବନେଇ ଦେଇଥିଲି। ତ ପାଣି ହାତ ହେଇଥିଲା, ପିଇଥିଲି, ଜମା ବି ଟଚ୍ ହେଉନଥିଲା ସ୍କ୍ରିନ୍ ତାର। ତ ପିଠା ମୁଁ ମାନେ ସକାଳେ ଗ୍ରାଇଣ୍ଡିଙ୍ଗ କରିଦେଇଥିଲି, ତ ସେଥିପାଇଁକା ବହୁତ ମାନେ କାଠୁଆ ହେଇଥିଲା, ତ ତା ଦେହରେ ପାଣି ପୁରେଇ ଦେଇଥିଲି। ପୁରେଇ ନଥିଲି ତ ଅଳ୍ପ ପୁରେଇଥିଲି।
ତାପରେ ଫେରେ ପାଣି ପୁରେଇକି କଲି। ଆଉ ଆପଣମାନେ ଏମିତି ଭିଡ଼ିଓ ଦେଖିବା ପାଇଁ ପ୍ଲିଜ୍ ଲାଇକ୍ ସେୟାର ସବସ୍କ୍ରାଇବ୍ ନିହାତି କରିଦେବେ। ଫେସବୁକ୍ ଆଉ ଇନଷ୍ଟାକୁ ଫଲୋ ନିହାତି କରିଦେବେ। ଆଉ ୟୁଟ୍ୟୁବକୁ ସବସ୍କ୍ରାଇବ୍ କରିଦେବେ। ବେଲ୍ ଆଇକନ୍କୁ ପ୍ରେସ୍ କରିଦେବେ। ନୂଆ ନୂଆ ଭିଡ଼ିଓ ଆସିଲେ ଆପଣମାନେ ଆଗ ଦେଖିବେ। ତ ପ୍ଲିଜ୍ ଆପଣମାନେ ପ୍ଲିଜ୍ ସେୟାର ମଧ୍ୟ କରିଦେବେ। ଆଉ କ'ଣ ଭିଡ଼ିଓ ଆସିବ ଆପଣମାନେ ପ୍ଲିଜ୍ କମେଣ୍ଟ ବକ୍ସରେ କମେଣ୍ଟ କରିବେ। ଆଉ କେମିତି ଲାଗୁଛି ଭିଡ଼ିଓ ଆପଣମାନେ ନିହାତି କରିବେ। ଆଉ ଜଣେ ଭଉଣୀ କମେଣ୍ଟ ଦେଇଥିଲେ ଆଉ ସାଉଣ୍ଡ ସ୍ଲୋ ଆସୁଛି ପାଇଁ ଗୋଟେ କ'ଣ ଗୋଟେ କମେଣ୍ଟ ଗୋଟେ ଇଏ ଦେଇଥିଲେ। ତ ଭଉଣୀ ଯଦି ତୁମର ଦେଖିବାର ଇଚ୍ଛା ନାହିଁ ତ ଦେଖନି। ତ ସାଉଣ୍ଡ ସ୍ଲୋ ଆସୁଛି ହଁ କହିପାରିବ, କିନ୍ତୁ ଯେମିତି କମେଣ୍ଟରେ କହିଛ କ'ଣ ଭଲ ଇଏରେ କହିଛି ମୋ ମନେ ପଡ଼ୁନି। ତ ସେଇଟା କହିବାଟା ହିଁ ଯଦି କହିଛ ଧନ୍ୟବାଦ। ଆଉ କ'ଣ ଦୁର୍ବଳ ମୁଁ କାମ କ'ଣ ଏମିତି ଗୋଟେ ତ ଧନ୍ୟବାଦ। ଆଉ ଯଦି ମୋ ଭିଡ଼ିଓ ଭଲ ଲାଗୁନି ତ ଦେଖନି, ତ ମୁଁ ବାଧ୍ୟ ହିଁ କରୁନି। ଯେଉଁମାନଙ୍କୁ ଭଲ ଲାଗୁଛି ସେମାନେ ହିଁ ଦେଖୁଛନ୍ତି, କାହିଁକିନା ମୋତେ ବହୁତ ସାରା ମୁଁ ଜାଣିଛି ଆମକୁ ବହୁତ ସାରା ଭଲ ପାଇବା ଦିଅନ୍ତି ସମସ୍ତେ। ଆଉ ଆମ ଭିଡ଼ିଓ ବି ମଧ୍ୟ ଦେଖନ୍ତି, ସେମାନଙ୍କୁ ଧନ୍ୟବାଦ। ଆଉ ଆସି ବନ୍ଦ କରୁଥିଲି କାହିଁକିନା ବହୁତଟା ଇଏ ହେଇଥିଲା। ତ ମୁଁ କହିଲି ହଉ ଠିକ୍ ଅଛି। ତ ଏମିତି ହେଇଥିଲା ଭିଡ଼ିଓ। ତ ରହିଲି, ଟାଟା ବାଏ ବାଏ, ଜୟ ଜଗନ୍ନାଥ। ନେକ୍ସଟ ଭିଡ଼ିଓ ଦେଖା ହବ। ହଁ, ଫଲୋ କରିବାକୁ ଭୁଲିବେନି, ସବସ୍କ୍ରାଇବ୍ କରିବାକୁ ଭୁଲିବେନି, ସେୟାର ମଧ୍ୟ କରିଦେବେ। ରହିଲି, ଟାଟା ବାଏ ବାଏ, ଜୟ ଜଗନ୍ନାଥ, ଜୟ ମା ଶାରଳା, ବାଏ। লাইক কর, কমেন্ট কর, ভিডিওটা ভাইরাল কর।